ଏଇ ଘାଣ୍ଟ ତରକାରୀର ସ୍ୱାଦ ମତେ ମୋ ପୁରୁଣା ଦିନ କଥା ମନେ ପକେଇଦେଲା। ଯେମିତିକି ମୋ ଜେଜେମାଙ୍କ ହାତ ତିଆରି ଘାଣ୍ଟ ସେମାନେ ସିମ୍ପଲ ୱେରେ କରୁଥିଲେ, କମ୍ ସମୟରେ କମ୍ ତେଲ ମସଲାରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ସେଭଳିଆ ତ ଆମେ କରିପାରିବାନି, ତଥାପି ଆଜି ମୁଁ ଟ୍ରାଏ କରିବି ସେ ଟାଇପର କରିବା ପାଇଁ। ଜୟ ଜଗନ୍ନାଥ ସାଙ୍ଗମାନେ, ରୁଚିଶୁରା କିଚେନକୁ ବହୁତ ବହୁତ ସ୍ୱାଗତ। ସେଥିପାଇଁ ପ୍ରଥମେ ଆମକୁ ଦରକାର ସବୁ ପ୍ରକାର ଭେଜିଟେବଲ୍ସ। ଆଗକୁ ଯେହେତୁ ଶାମ୍ବ ଦଶମୀ ଆସୁଛି, ତେଣୁକରି ସେଥିରେ ମୁଁ ସବୁ ପ୍ରକାର ଭେଜିଟେବଲ୍ସ ଆଡ୍ କରିଛି। ଖାସ କରି ସାରୁ ଆଉ ଆଳୁର ଭାଗଟା ଟିକେ ଅଧିକ ରଖିବେ, କାହିଁକି ନା ସାରୁର ଆଉ ଆଳୁ ଭାଗଟା ଯଦି କମିଯିବ ତାହେଲେ ଯେହେତୁ ଗ୍ରୀନ୍ ପରିବା ଟିକେ ଅଧିକ କ୍ୱାଣ୍ଟିଟିର ପଡ଼ିଥାଏ, ପାଣିଚିଆ ଲାଗିବ। ଏବେ କଣ କରିବା ନା, ଏଠି ଆମେ ନେଇଛି କାବୁଲି ବୁଟ, ମଟର, ଗୋଟା ମୁଗ। ତାକୁ କଣ କରିଥିଲି ନା, ମୁଁ ବତୁରେଇ ଦେଇଥିଲି 6 ରୁ 7 ଘଣ୍ଟା। ଇଏ ବଢିଆ ସେ ବତୁରିକି ଅଛି। ଏବେ କଣ କରିବା ନା, ଆ ପାଇଁ ଭଲସେ ଗୋଟେ ମସଲା ପ୍ରସ୍ତୁତ କରିବା। ଯେମିତିକି 1 ଚାମଚ ଜିରା, 2 ଚାମଚ ଏଥିରେ ଦେବା ଆମେ ଗୋଟା ଧନିଆ, ତା ସହିତ ନେବା ଅଦା 4 ରୁ 5 ଇଞ୍ଚି, ଆଉ ତା ସହିତ 2ଟି ଶୁଖିଲା ଲଙ୍କା, 2ଟି ଗୁଜୁରାତି, ଛୋଟ ଖଣ୍ଡେ ଡାଲଚିନି ଏଥିରେ ମୁଁ ଆଡ୍ କରିଛି, ଯେଉଁଥିରେ କି ତା ଟେଷ୍ଟ ବହୁତ, ବାସ୍ନା ବହୁତ ଭଲ ଆସିବ। ସେତେବେଳେ ସେମାନେ କଣ କରୁଥିଲେ ନା, ଏକାଠି ସବୁ ବାଟି ଦଉଥିଲେ, ନା କଷିବାର ଟେନସନ ଥିଲା, ନା ମାନେ ଅଧିକ କୌଣସି ମସଲା ସେମାନେ ଦଉଥିଲେ। କମ ମସଲା ବି ବହୁତ ସ୍ୱାଦିଷ୍ଟ ଲାଗୁଥିଲା। ଏବେ ଆକୁ ଭଲସେ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ଗ୍ରାଇଣ୍ଡିଙ୍ଗ କରିକି ଦେଖନ୍ତୁ ପୁରା ଚିକଣ କରିକି ଆକୁ ଆପଣ ବାଟିଦେବେ, ଜମା ବି ଖଦଡିଆ ରଖିବେନି। ଏବେ ଆମେ ନେବା ଗୋଟେ ଡିସ୍। ସେତେବେଳେ ସେମାନେ ସେତେବେଳେ ମାଟି ହାଣ୍ଡିରେ ପ୍ରସ୍ତୁତ କରୁଥିଲେ। ଯେହେତୁ ଆମ ପାଖରେ ମାଟି ହାଣ୍ଡି ନାହିଁ, ଆମେ ନର୍ମାଲି ଘରେ ଥିବା ଯେକୌଣସି ଜାଗାରେ ବନେଇ ପାରିବା। ସେଥିପାଇଁ ଆମେ ଡିସ୍ ନେବା। ଡିସ୍ଟା କଣ କରିବା ନା, ସବୁ ପରିବାକୁ କଣ କରିବେ ଆଡ୍ କରିନେବେ। ତା ସହିତ ଯୋଉ ମୁଗ, ମଟର ଏସବୁ ବତୁରିଥିଲେ ତାକୁ ଆଡ୍ କରିବେ। କିଛି କଳା ବୁଟକୁ ମଧ୍ୟ ବତୁରେଇ ଦେଇଥିଲି, ତାକୁ ମଧ୍ୟ ଆଡ୍ କରିନେଇଛି। 3 ଚାମଚ ପାଖାପାଖି କଳା ବୁଟ। ତା ସହିତ ହଳଦୀ ପାଉଡର ଗୋଟେ ବଡ ଚାମଚ ହଳଦୀ ପାଉଡରଟା ଟିକେ ଅଧିକ ଦେବେ, ନଚେତ କଣ ହବ ନା କଳାଳିଆ ଦେଖାଯିବ। ସ୍ୱାଦ ଅନୁସାରେ ଲୁଣ ଆଡ୍ କରିବେ। ଲୁଣ ଆଡ୍ କରିକି ଏଥିରେ ଦେବେ ପାଣି। ପରିବାକୁ ଦେଖିକି ଏଥିରେ ପାଣି ଦେବେ। ଯେହେତୁ ଏଠି ପରିବାର କ୍ୱାଣ୍ଟିଟି 1 କେଜି ପାଖାପାଖି ଅଛି, ଏଠି ମୁଁ ମାନେ କଣ କରିଛି ନା, ହାଫ୍ ଲିଟର ପାଖାପାଖି ପାଣି ଦେଇଛି। ପାଣି ଦେଇକି ଆକୁ କଣ କରିବା ନା, ଗ୍ୟାସ ଫ୍ଲେମକୁ ହାଇ କରିନେବା। ହାଇ କରିକି ଆକୁ ଆମେ ବସେଇଦବା। ହାଇ ଫ୍ଲେମରେ କଣ କରିବେ ନା, ତାକୁ ଛାଡ଼ିଦେବେ 1 ଫୁଟଣ ଆସିବା ପର୍ଯ୍ୟନ୍ତ। ଆଉ ତାପରେ କଣ କରିବେ ନା, ଗ୍ୟାସ ଫ୍ଲେମକୁ ମିଡିୟମ କରିନେବେ। ମିଡିୟମ କରିକି ପରିବାକୁ ଅଧା ସିଝିବାକୁ ଦେବେ। ପରିବାଟା ପୁରା ଅଧା ସିଝିଲା ପରେ ଆପଣଙ୍କର ତାପରେ ସେଥିରେ କଣ କରିବେ ନା, ଯୋଉ ଗ୍ରାଇଣ୍ଡିଙ୍ଗ କରିକି ରଖିଥିବେ ମସଲା, ତାକୁ ଆପଣ ଆଡ୍ କରିନେବେ। ପରିବାଟା ଅଧା ସିଝିଲା ପରେ ମସଲାଟା ଦେଲେ ମସଲାର ବାସ୍ନାଟା ବହୁତ ଭଲ ରହିବ। ତ ଯଦି ଆଗରୁ ଦେଇଦେବେ, ମସଲାଟାର ବାସ୍ନା ଜମା ବି ରହିବନି। 1 ଚାମଚ ପାଖାପାଖି ଗୁଡ଼ ନେଇଛି, ଗୁଡ଼ ବଦଳରେ ଚିନି ମଧ୍ୟ ନେଇପାରିବେ। ତା ସହିତ ଓଉ ନେଇଛି, ଛୋଟ ଛୋଟ ପିସ୍ 3 ଖଣ୍ଡ। ଖଟା ବେଶୀ ନାହିଁ, ନର୍ମାଲ ଖଟା ଅଛି, ତେଣୁକରି ଦେଖିକି ଆପଣ ନେବେ। ଏବେ ମସଲାକୁ ଯୋଉ ଗ୍ରାଇଣ୍ଡରକୁ ଧୋଇକି ପାଣି ଆଡ୍ କରିକି ଆକୁ ବସେଇଦବା, ଯେମିତିକି ଏ ପୁରା ସିଝିଯିବ। ପୁରା ବେଲି ଆକୁ କଣ କରିବେ ନା, ପୁରା ସିଝେଇବେନି, କେବଳ 90% ହିଁ ସିଝେଇବେ। ଆଉ ଏକଦମ ଯଦି ସିଝିଯିବ, ପୁରା ସିଝାଳିଆ ଲାଗିବ, ଖାଇବାକୁ ଭଲ ଲାଗିବନି। 90% ସିଝେଇବେ। ଦେଖନ୍ତୁ ଏ ବଢିଆ ସେ ସିଝି ଯାଇଛି, ମୁଁ ଦେଖୁଛି ଆପଣଙ୍କୁ। ବୁଟଟା ବଢିଆ ସେ ସିଝି ଯାଇଛି। ଏବେ ଏଇ ସମୟରେ କଣ କରିବେ ନା, କିଛି କୋରା ହେଇଥିବା ନଡିଆ ଏଥିରେ ଆମେ ଆଡ୍ କରିବା। ନଡିଆକୁ ଆଡ୍ କରିକି କଣ କରିବା ନା, ଆକୁ ଆମେ ମିକ୍ସ କରିନେବା। ଯଦି ନର୍ମାଲି ନଡିଆ ନାହିଁ ତାହେଲେ ଚଳିବ, କିନ୍ତୁ ଦେଲେ ବହୁତ ସ୍ୱାଦିଷ୍ଟ ଲାଗିବ। ତା ସହିତ ଆପଣ ନଡିଆ କୋରା ଜାଗାରେ ନଡିଆ ପାତି ମଧ୍ୟ ଆପଣ ୟୁଜ କରିପାରିବେ। ଦେଇକି ଆକୁ କଣ କରିବା ନା, ମିକ୍ସ ଭଲସେ କରିନେବା। ମିକ୍ସ କରିକି ଆକୁ ଆମେ ତଳକୁ କାଢିଦେବା। ଆଉ ଯେତେବେଳେ ମିକ୍ସ କରୁଛନ୍ତି ଟିକେ ଏମିତି ଡଙ୍କା ମାରିଦେବେ, ଡଙ୍କା ମାରିଦେଲେ ସେ ଟିକେ ମିଶାଣିଆ ହେଇଯିବ। ଘାଣ୍ଟ ତରକାରୀ ଟିକେ ମିଶାଣିଆ ହେଲେ ଭଲ ଲାଗେ। ଏବେ ଆକୁ ମୁଁ ତଳକୁ କାଢି ନେଇଛି। ଏବେ ଆମେ ବସେଇବା କରେଇ। କରେଇରେ ନେବା ଆମେ 1 ଚାମଚ ଘିଅ। ଶୀତ ଦିନ ଯୋଗୁ ଦେଖୁନାହାନ୍ତି ଘିଅ କେମିତି ପଶି ହେଇଛି। ଏବେ ଘିଅଟାକୁ ମେଲ୍ଟ ହେଲା ପରେ, ମାନେ ଭଲସେ ଗରମ ହେଲା ପରେ, ଏଥିରେ ଦେବା 2ଟି ଶୁଖିଲା ଲଙ୍କା। ତା ସହିତ ଆମେ ଦେବା 5 ଫୁଟଣ। ଆଉ ଫୁଟଣରୁ କଣ କରିବେ ନା, ମେଥି ଭାଗଟା ଟିକେ କମ ରଖିଥିବେ, ନଚେତ ଯଦି ମେଥି ପଡିଯିବ ଦାନ୍ତରେ ତାହେଲେ ସବୁ ଜିନିଷ ପିତା କରିନେବ। ତା ସହିତ ଯେତେବେଳେ 5 ଫୁଟଣ ଫୁଟଉଛନ୍ତି, ଏକଦମ ବଢିଆ ସେ ଫୁଟେଇବେ, ଯେମିତିକି ପୁରା କ୍ରାକ୍ ହେଇକି ଫୁଟିବ। ଆଉ ଯଦି ଭଲସେ ନ ଫୁଟିବ, ସିଏ ମଧ୍ୟ କଣ ହବ ନା, ଆପଣ ତରକାରୀରେ ଛୁଙ୍କଟା ଦେବେ, ପିତାଳିଆ ଲାଗିବ, ଯଦି କଞ୍ଚାଳିଆ ରହିଯିବ। ଏବେ ଆମେ ଏଥିରେ ଦେଇଦେବା। ଛୁଙ୍କ ଦେଇକି ଆକୁ କଣ କରିବେ ନା, 1 ମିନିଟ ପାଖାପାଖି ଘୋଡେଇ ଦେବେ। ଘୋଡେଇ ଦେଲେ କଣ ହବ ନା, ତାର ଯୋଉ ବାସ୍ନାଟା ସେଟା ଆଉ ବାହାରକୁ ଯିବନି। ଏବେ ଆକୁ ଆମେ କଭର କରିକି 1 ମିନିଟ ପାଖାପାଖି ଆକୁ ଆମେ ଛାଡିଦବା। ଏବେ ଏପଟେ ଦେଖନ୍ତୁ,
ମୁଁ ଆକୁ ଭଲସେ ମିକ୍ସ କରିନେଲି। ମିକ୍ସ କରିକି ଏଠି ମୁଁ ଦେଇଛି ଗୋଟେ ବଡ଼ ଚାମଚ ଜିରା ଲଙ୍କା ପାଉଡର। ସବୁବେଳେ କଣ କରିବେ ନା ଫ୍ରେଶ୍ ନେବେ ଜିରା ଲଙ୍କା ପାଉଡର, ଦେଖିବେ ତାର ଟେଷ୍ଟ ବାସ୍ନା ବହୁତ ବଢ଼ିଆ ଆସିବ। ଦେଇକି ତାକୁ ଆମେ ମିକ୍ସ କରିନେବା। ଆଉ ଯଦି କିଛି ଧନିଆ ପତ୍ର ଥିବ ତାହେଲେ ତାକୁ ମଧ୍ୟ ଆପଣ ଆଡ୍ କରିପାରିବେ। ଯେହେତୁ ଏଠି ଧନିଆ ପତ୍ର ମୋ ପାଖରେ ବହୁତ କମ୍ କ୍ୱାଣ୍ଟିଟିର ଥିଲା, ତେଣୁକରି ମୁଁ କମ୍ କ୍ୱାଣ୍ଟିଟିର ହିଁ ଆଡ୍ କରିଛି। ଆଡ୍ କରିକି ଆକୁ ଆମେ ମିଶେଇ ଦେବା। ଏବେ ଆପଣଙ୍କର ରେଡି ହେଇଗଲା ଘାଣ୍ଟ ତରକାରୀ। ଆକୁ ଆପଣ ଚକୁଳି ସହିତ ଖାଆନ୍ତୁ କିମ୍ବା ଅରୁଆ ଭାତ ସହିତ ଖାଆନ୍ତୁ, ଇଏ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଆଶା କରୁଛି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଆପଣମାନେ ଘାଣ୍ଟ ତରକାରୀ କେମିତି ବନାନ୍ତି ମୋତେ କମେଣ୍ଟରେ ନିଶ୍ଚିନ୍ତ ଭାବରେ ଜଣେଇବେ। ରହୁଛି ପୁଣି ଦେଖ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସମସ୍ତଙ୍କ ଦିନ ଶୁଭଙ୍କର ହେଉ। ଭଗବାନ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ। ବାଏ।